ଦେଖନ୍ତୁ ଉତ୍ତର ଓଡ଼ିଶାରେ ଏବଂ ଝାରଖଣ୍ଡ ଅଞ୍ଚଳରେ ପ୍ରବଳ ବର୍ଷା ବିଗତ ଦିନରେ ହୋଇଛି। ତା ଫଳରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଏବଂ ଜଳକା ଏ ତିନିଟି ନଦୀରେ ଜଳସ୍ତର ବଢ଼ିଛି। ଆପଣମାନେ ଜାଣିଛନ୍ତି ଆମେ ସୁବର୍ଣ୍ଣରେଖାର ଜଳସ୍ତର ମାପୁ ରାଜଘାଟଠାରେ, ଯେଉଁଠିକି ଆମର ସତର୍କ ସଂକେତ ହେଲା 9.45 ମିଟରରେ ଏବଂ ବିପଦ ସଂକେତ ହେଲା 10.36 ମିଟରରେ। ବର୍ତ୍ତମାନ 9ଟା ବେଳେ ଆଜିର 9ଟା ବେଳେ ସେଇଟା 11.52 ମିଟରରେ ଅଛି, ଯେଉଁଟାକି ବିପଦ ସଂକେତ ଠାରୁ ଆହୁରି 1.16 ମିଟର ଉପରେ। ତେବେ ଏହି ଜଳସ୍ତର ବଢ଼ୁଛି କ୍ରମାଗତ ଭାବରେ ଏବଂ ଏଇଟା ଦିନ 12ଟାରେ 11.7 ମିଟର ହେବ ବୋଲି ଆକଳନ କରାଯାଇଛି। ତାପରେ ଏଟାକୁ ଧୀରେ ଧୀରେ ତାର ଜଳସ୍ତର କମିବାର ନେଇ ଆମର ଅନୁମାନ ରହିଛି। ତେବେ ଏଥିରେ ଆଉ ଗୋଟେ ଜିନିଷ କହୁଛି ଯେ ଯେହେତୁ IMDର ଫୋରକାଷ୍ଟ ଅଛି ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରେ ଆଉ ଝାରଖଣ୍ଡ ଯେଉଁ ଚାନ୍ଦିଲର ଜଳ ସଂଗ୍ରହଣ କ୍ଷେତ୍ର କ୍ୟାଚମେଣ୍ଟ ଏରିଆ ଯେଉଁଟା ଆମେ କହୁଛୁ, ସେଠି ରେଡ୍ ୱାର୍ଣ୍ଣିଂ ଅଛି ଫର୍ ଦି ନେକ୍ସଟ 2 ଡେଜ୍, 2 ଦିନ ପାଇଁ ଅଛି। ସେଠି ଯଦି ଯେଉଁ ବର୍ଷାଟା ହୁଏ ତାହେଲେ ସେ ଅନୁସାରେ ଯଦି ଜଳସ୍ତର ବଢ଼ିଲା ଚାନ୍ଦିଲ ଡ୍ୟାମ୍ରୁ, ସେଇଟା ସେମାନେ ନିଷ୍କାସନ କରିବେ ଏବଂ କେତେ ନିଷ୍କାସନ କରିବେ ତା ଉପରେ ପରବର୍ତ୍ତୀ ସମୟରେ ଆମର ସୁବର୍ଣ୍ଣରେଖାରେ କେତେ ଜଳସ୍ତର ରହିବ ସେଟାକୁ ଆକଳନ କରାଯିବ। ଆଉ ଯଦି ଆମେ କହିବା ବୁଢ଼ାବଳଙ୍ଗର ସ୍ଥିତି, ବୁଢ଼ାବଳଙ୍ଗର ଆମର ଗୋବିନ୍ଦପୁର NH5ରେ ଯେଉଁଟା ଅଛି ସେଠି ଆମର ଆମେ ଜଳସ୍ତର ମାପୁ। ସେଇଠି ଆମର ଯେଉଁ ଡେଞ୍ଜର ଲେଭେଲଟା ହେଉଛି 8.13 ମିଟର, କିନ୍ତୁ ବର୍ତ୍ତମାନ 9ଟା ବେଳେ ଆଜି 9ଟା ବେଳେ 7.20 ମିଟର ଅଛି ଏବଂ କ୍ରମାଗତ ଭାବରେ ଜଳସ୍ତର କମୁଛି। ତେଣୁ ସେଠି ଆମର ଆଗାମୀ ଦିନରେ ଯଦି ବର୍ଷା ନ ହୁଏ ସେ ଜଳସ୍ତର ଆହୁରି କମିଯିବ। ଆଉ ଯଦି ଜଳକା କଥା କହିବା ତାହେଲେ ମଥାନିରେ ଆମେ ଯେଉଁଟା ତାକୁ ମାପୁଛୁ ସେଠି ଆମର 6.5 ମିଟର ହେଲା ଡେଞ୍ଜର ଲେଭେଲ, ଆଉ ବର୍ତ୍ତମାନ ଆମର 6.84 ମିଟର ଅଛି ଏବଂ ଏହି ଜଳସ୍ତରଟା ଧୀରେ ଧୀରେ କମୁଛି। ତେଣୁ ବାଲେଶ୍ୱରରେ ଆମର ଜଣେ ଏଇ ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛି ସେଥିପାଇଁ ଆମର ଜଣେ ସର୍ବୋଚ୍ଚ ଯନ୍ତ୍ରୀ ଏବଂ ଜଣେ ମୁଖ୍ୟ ଯନ୍ତ୍ରୀ ସେଠୁ ଯାଇଛନ୍ତି। ସେଠିକାର ଯିଏ ମୁଖ୍ୟ ଯନ୍ତ୍ରୀ ଅଛନ୍ତି ପ୍ଲସ୍ ଅଧୀକ୍ଷଣ ଯନ୍ତ୍ରୀମାନେ ଅଛନ୍ତି ଏବଂ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀମାନେ ଅଛନ୍ତି, ସେମାନେ ସବୁ କ୍ଷେତ୍ର ପରିଦର୍ଶନରେ ଅଛନ୍ତି ଏବଂ ସବୁ ତୋହାକୁ ତୋହା ସେମାନେ ଏସବୁ ମାନେ କେମିତି ତାକୁ ଫ୍ଲଡ୍ ମ୍ୟାନେଜମେଣ୍ଟ କରାଯିବ ତା ଉପରେ ବୈଠକ କରୁଛନ୍ତି। ଜିଲ୍ଲା ପ୍ରଶାସନକୁ ସଜାଗ କରାଯାଇଛି, କ୍ଷେତ୍ର ଅଧିକାରୀମାନେ କ୍ଷେତ୍ରରେ ବୁଲୁଛନ୍ତି ଏବଂ ସବୁ ପ୍ରକାର ସମ୍ଭାବ୍ୟ ପରିସ୍ଥିତି ପାଇଁ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ଆମେ କହିପାରିବା ଆଗାମୀ 24 ଘଣ୍ଟା ୟା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ତାପରେ ବର୍ଷା ଉପରେ ନିର୍ଭର କରିବ ଯେ ସେଟା କେତେ କେଉଁ ବାଟରେ ଯିବ, ତାର ଜଳସ୍ତରଟା କମିବ ବଢ଼ିବ କ'ଣ ହେବ ସେଟା ନିହାତି ଭାବରେ ତା ଉପରେ ନିର୍ଭର କରିବ, ଯେଉଁଟା ଆମର ରେଡ୍ ୱାର୍ଣ୍ଣିଂ ଅଛି IMDର ଫୋରକାଷ୍ଟ ଅଛି। ଆମର ବୈତରଣୀ ବେସିନରେ ବି ଅଛି, ସେଥିରେ ବି ମଧ୍ୟ ବର୍ଷା ହେବାର ସମ୍ଭାବନା ଅଛି। ଆମର ଯେଉଁ ମିଡ଼ିୟମ୍ ପ୍ରୋଜେକ୍ଟ ଗୁଡ଼ାକ ଅଛି ଯେମିତି ଆମର ଦେଓ ପ୍ରୋଜେକ୍ଟ, ଯେମିତି କାଞ୍ଜିଆରୀ ପ୍ରୋଜେକ୍ଟ ଆଉ ଅନ୍ୟାନ୍ୟ ସାଳନ୍ଦୀ ଅଛି, ଏସବୁ ସାଳନ୍ଦୀଟା ତ ବଡ଼ ପ୍ରୋଜେକ୍ଟଟା, ତ ସେଇଠୁ ଆମେ ତା ପରିସ୍ଥିତି ଉପରେ ନଜର ରଖିଛୁ। ଯେତିକି ଆମର ବର୍ଷା ଜଳ ଯେତିକି ଆସିବ କି ତାର ପରିମାଣ ଯେତିକି ଆମେ ଆକଳନ କରିକି ସେ ଅନୁସାରେ ଆମେ ତଳକୁ ମଧ୍ୟ ବନ୍ୟା ଜଳ ନିଷ୍କାସନ କରୁଛୁ। ଅନ୍ୟ ଜାଗାରେ ବର୍ତ୍ତମାନ କୌଣସି ପ୍ରକାର ପରିସ୍ଥିତି ନାହିଁ ବନ୍ୟାଜନିତ ପରିସ୍ଥିତି। ଆପଣ ଯଦି ଫର ଏକ୍ଜାମ୍ପଲ ଆପଣ ଯଦି ହୀରାକୁଦ ଡ୍ୟାମ୍ ଦେଖିବେ, ସେଠି ତ ଜଳସ୍ତର ଧୀରେ ଧୀରେ କମୁଛି ମାନେ ତାର ଅବବାହିକାରେ ଯଦି ବର୍ଷା ହେବ ଏବଂ ସେ ବର୍ଷା ଯେତିକି ଆମର ଇନଫ୍ଲୋ ରହିବ ତା ଅପେକ୍ଷା ଯଦି ଅଧିକ ଆଉଟଫ୍ଲୋ ରହିବ ତାହେଲେ ସେ ଜଳସ୍ତର କମୁଛି। ବର୍ତ୍ତମାନ ଅଛି 600 ପଏଣ୍ଟ ସମଥିଙ୍ଗ ଅଛି, 0.8 କି କେତେ ଅଛି ସେଟା ଏକ୍ଜାକ୍ଟଲି କହିଦେଉଛି ମୁଁ। ତେଣୁ ସେଇଠି ଆଉ ଅନ୍ୟ କିଛି ନାହିଁ। ତେଣୁ ଏଇଟାର ପ୍ରୋଗ୍ରେସଟା ଆମେ ଦେଖିବା। ବର୍ତ୍ତମାନ ପାଇଁ ଏଇଟା ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଆଉ ଜଳକାରେ ଅଛି ଏବଂ ଏଇଟା ବୈତରଣୀରେ ମଧ୍ୟ ଆମେ ସଜାଗ ଅଛୁ, ବୈତରଣୀରେ ମଧ୍ୟ ସେଇଟା ଡେଭଲପ୍ କରୁଛି, ତାକୁ ଆମେ ସଜାଗ ରହିଛୁ। ନାଇଁ ଛୋଟ ବନ୍ୟା ନୁହଁ, ଏଇଟା ଛୋଟ ବନ୍ୟାରେ ଆମେ ନେବାନି। ଆମେ ଯେହେତୁ ଡେଞ୍ଜର ଲେଭେଲର 1.16 ମିଟର ଉପରେ 9ଟା ବେଳେ ଯେଉଁଟା ଆମର ଫିଗରଟା ଅଛି 11.52 ମିଟର, ତେଣୁ ଏଇଟା ଛୋଟ ବନ୍ୟାରେ ଯିବନି, ଏଇଟା ବଡ଼ ବନ୍ୟାଟେ। ଆଉ ତାକୁ ଯେଉଁ ଏଇଟା କରିବା ପାଇଁ ଯେତିକି ଯାହା ଦରକାର ମାନେ ପ୍ରସ୍ତୁତି ଆମେ ସେଇଟା ସବୁ କରିସାରିଛୁ। ଆମର ଜିଲ୍ଲା ପ୍ରଶାସନକୁ ସବୁ ମାନେ ପ୍ରକାର ଇନଫର୍ମେସନ୍ ଦିଆହେଉଛି। ଆମର SRCରେ ସେଠି ଆମର ଫ୍ଲଡ୍ କଣ୍ଟ୍ରୋଲ ରୁମ୍ ଚାଲିଛି, ଆମର ଫ୍ଲଡ୍ କଣ୍ଟ୍ରୋଲ ରୁମ୍ ଚାଲିଛି 24 ଘଣ୍ଟା ଏବଂ 7 ଡେଜ୍ ସବୁବେଳେ ଆମେ ତତ୍ପର ଅଛୁ। ଦେଖନ୍ତୁ ଏଇଟା ଓଭରଫ୍ଲୋଇଂ ମାନେ ଆମର ଯେତେ ମାନେ ଆମର ହେଉଛି ତଳିଆ ଅଞ୍ଚଳରେ ଯେଉଁଟା ଗୋଟେ ଅଛି ସେମାନେ ସେଇଠୁ ଇଭାକୁଏସନ୍ ହେବା ଦରକାର। ସେଇଟା ବି ଜିଲ୍ଲାପାଳ ସେଇ
ଦିଗରେ ଆଉ ଏସ୍ଆର୍ସି ସେଇ ଦିଗରେ ସବୁ ମାନେ ଯେଉଁ ପଦକ୍ଷେପ ଦରକାର ସେଇଟା ନେଉଛନ୍ତି। ଏବେ ଏବେ ସ୍ଥିତିଟା ଆମର ଯେଉଁଟା କହିଲି ଏଇଟା ଆଗକୁ ଆହୁରି ବଢ଼ିବ। ଆଗାମୀ ଆମର ଯେଉଁ ପାର୍ଟିକୁଲାରଲି ସୁବର୍ଣ୍ଣରେଖା କଥା 11.52 ମିଟର ଅଛି, ସେଇଟା ଦିନ 12টাରେ 11.7 ମିଟର ହେବାର ସମ୍ଭାବନା ଅଛି। ତାପରେ ଏଇଟା ଖସିବାର ସମ୍ଭାବନା ଅଛି। ତେଣୁ ସେଇ ପର୍ଯ୍ୟନ୍ତ ଆମର ଏଇଟା ଜଳସ୍ତର ବଢ଼ି ବଢ଼ି ଚାଲିବ। ତେଣୁ ଯେଉଁଟା ଦରକାର ଯାହା ସବୁ ଷ୍ଟେପ୍ ଦରକାର ସେଇଟା କଲେକ୍ଟର କରିବେ।